ଜୀବନରେ କେବେ କେଉଁ କଥା ଆମ ଭିତରେ ନୂଆ ଆଲୋକ ଜଳାଇଦେବ, ସେଥିରେ କୌଣସି ନିଶ୍ଚିତ ସମୟ ନାହିଁ। କେବେ କେବେ ଗୋଟିଏ ସାଧାରଣ ବାକ୍ୟ, ଗୋଟିଏ ଛୋଟ ଉପଦେଶ, ନହେଲେ କାହାର ଅନୁଭବର କଥା ଆମ ମନର ଗଭୀରରେ ପଡ଼ି ଆମକୁ ନୂଆ ଦିଗ ଦେଖାଏ। ଆଜି ତୁମେ ଯେଉଁ ଜାଗାରେ ଅଛ ସେଠାରେ ହୋଇପାରେ ତୁମେ ନିଜକୁ ଛୋଟ ଭାବୁଛ, ହାରିଯାଇଥିବା ବୋଲି ମନେ କରୁଛ, କିମ୍ବା ଭାବୁଛ ଯେ ମୋ ଜୀବନରେ କିଛି ବଡ଼ ଲେଖାଯାଏ ନାହିଁ। କିନ୍ତୁ ସତ୍ୟ ହେଉଛି ଜୀବନ କେବେ ଗୋଟିଏ ଦିନରେ ବଦଳେ ନାହିଁ। ଜୀବନ ବଦଳେ ଗୋଟିଏ ଚିନ୍ତାରୁ, ଗୋଟିଏ ନିଷ୍ପତ୍ତିରୁ, ଗୋଟିଏ ଆତ୍ମବିଶ୍ୱାସରୁ। ତୁମେ ମନେ ରଖ, ଯେତେବେଳେ ତୁମେ ଜନ୍ମ ନେଲ ତୁମ ପାଖରେ କିଛି ନଥିଲା, କିନ୍ତୁ ସମ୍ଭାବନା ସବୁ ଥିଲା। ସେ ସମ୍ଭାବନା ଆଜି ମଧ୍ୟ ତୁମ ଭିତରେ ଅଛି। ସମସ୍ୟା ହେଉଛି ଆମେ ନିଜକୁ ଦୁନିଆର ଆଖିରେ ମାପୁଛୁ। ଲୋକେ କ'ଣ କହିବେ ସେହି ଭାବରେ ଆମେ ନିଜକୁ ଚଲାଇ ଦେଉଛୁ। କିନ୍ତୁ ଯେଉଁଦିନ ତୁମେ ନିଜ ମନର କଥା ଶୁଣିବ, ସେଦିନ ତୁମର ଜୀବନ ନୂଆ ମୁହାଁ ହେବ। କେବେ କେବେ ଜୀବନ ଆମକୁ ଅଟକାଇ ଦେଇଥାଏ, ଆମ ପଥରେ ବଡ଼ ବଡ଼ ବାଧା ଦେଇଥାଏ, ଯାହା ଦେଖି ଆମେ ଭୟଭୀତ ହେଉଛୁ। କିନ୍ତୁ ସେହି ବାଧାମାନେ ଆମକୁ ଶକ୍ତିଶାଳୀ କରିବା ପାଇଁ ଆସେ। ଯଦି ଜୀବନ ସହଜ ହୋଇଯାଏ ତେବେ ଆମେ କେବେ ଗ୍ରୋ କରିପାରିବା ନାହିଁ। ଗଛଟି ଯେତେବେଳେ ବଡ଼ ହେବା ପାଇଁ ବାତ୍ୟାକୁ ସହିବାକୁ ପଡ଼େ, ଠିକ୍ ସେହିପରି ମଣିଷଟି ବଡ଼ ହେବାକୁ ସମସ୍ୟା ସହିବାକୁ ପଡ଼େ। ତୁମ ଜୀବନରେ କେହି ଆସିପାରେ, ଗୋଟିଏ ଶବ୍ଦ କହି ଦେଇପାରେ ତୁ ପାରିବୁ। ସେ ଦୁଇଟା ଶବ୍ଦ ତୁମ ଭିତର ଅଗ୍ନି ଜଳାଇ ଦେଇପାରେ। ଏ ଦୁନିଆରେ ବଡ଼ ପରିବର୍ତ୍ତନ ଅନେକ ସମୟରେ ଏମିତି ଛୋଟ କଥାରୁ ଆରମ୍ଭ ହୁଏ। ତେଣୁ କେବେ ମଧ୍ୟ କାହାର କଥାକୁ ଛୋଟ ଭାବନି। କେବେ କେବେ ଅଜଣା ଲୋକଙ୍କର କଥା ମଧ୍ୟ ଆମ ଜୀବନର ଦିଗ ବଦଳାଇ ଦେଇଥାଏ। ତୁମେ ଯଦି ଆଜି ଦୁଃଖରେ ଅଛ ତେବେ ଏହାକୁ ଶେଷ ଭାବନି। ଦୁଃଖ ହେଉଛି ଗୋଟିଏ ଅଧ୍ୟାୟ, ଏହା ପୁରା ବହି ନୁହେଁ। ଯେପରି ରାତି ପରେ ସକାଳ ଆସେ, ଠିକ୍ ସେହିପରି ଖରାପ ସମାଜ ପରେ ଭଲ ସମାଜ ନିଶ୍ଚିତ ଭାବେ ଆସେ। କିନ୍ତୁ ସକାଳ ଦେଖିବାକୁ ରାତି ଟିକିଏ ଅଟକି ରହିବାକୁ ପଡ଼େ, ଧୈର୍ଯ୍ୟ ଧରିବାକୁ ପଡ଼େ। ଆଜି ଯଦି କେହି ତୁମକୁ ଅପମାନ କରୁଛି, ତୁମକୁ ଅବହେଳା କରୁଛି, ସେଗୁଡ଼ିକୁ ହୃଦୟରେ ନେଇ ଦୁଃଖିତ ହେବା ଅପେକ୍ଷା ସେଗୁଡ଼ିକୁ ଶକ୍ତି କର। ପ୍ରମାଣ କର ଯେ ତୁମେ କେବଳ କଥାରେ ନୁହେଁ, କାମରେ ଉତ୍ତର ଦେବ। ମନେ ରଖ, ଶବ୍ଦ ହେଉଛି ଶକ୍ତି, କିନ୍ତୁ ସେ ଶକ୍ତି ତୁମକୁ ଭାଙ୍ଗିଦେବ କି ଗଢ଼ିଦେବ ସେ ତା'ର ନିଷ୍ପତ୍ତି ତୁମ ହାତରେ। ଜୀବନରେ ଦୁଇ ପ୍ରକାର ଲୋକ ଥାନ୍ତି, ଜଣେ ଅବସର ଅପେକ୍ଷା କରେ ଆଉ ଜଣେ ଅବସର ସୃଷ୍ଟି କରେ। ତୁମେ କେଉଁ ଦଳରେ ରହିବାକୁ ଚାହୁଁଛ? ଯଦି ଅପେକ୍ଷା କରିବ ସମାଜ କଟିଯିବ, ଆଉ ଯଦି ଚେଷ୍ଟା କରିବ ରାସ୍ତା ଖୋଲିଯିବ। ଛୋଟ ଛୋଟ ପଦକ୍ଷେପ ମଧ୍ୟ ଗୋଟିଏ ଦିନ ବଡ଼ ଯାତ୍ରାରେ ପରିଣତ ହୁଏ। ନିଜକୁ କେବେ ଅଣଦେଖା କରନି। ତୁମ ଭିତରେ ଅସୀମ ଶକ୍ତି ଅଛି। ହୋଇପାରେ ତୁମେ ଏବେ ସେ ଶକ୍ତିକୁ ଚିହ୍ନି ପାରିନି, କିନ୍ତୁ ଯେଉଁଦିନ ତୁମେ ନିଜ ଉପରେ ବିଶ୍ୱାସ କରିବ ସେଦିନ ତୁମେ ଅସମ୍ଭବକୁ ସମ୍ଭବ କରିପାରିବ। ପ୍ରତିଦିନ ଆଇନ ଆଗରେ ଛିଡ଼ା ହୋଇ ନିଜକୁ କହ, ମୁଁ ପାରିବି, ମୁଁ ବଦଳିବି, ମୋ ଜୀବନ ମୂଲ୍ୟବାନ। ଏ ସାଧାରଣ ଶବ୍ଦମାନେ ଧୀରେ ଧୀରେ ତୁମ ଭିତରେ ନୂଆ ଆତ୍ମବିଶ୍ୱାସ ତିଆରି କରିବ। ଦେଖ, କେବେ ଭୁଲ କଲେ ନିଜକୁ ଦୋଷ ଦିଅନି। ଭୁଲ ହେଉଛି ଶିକ୍ଷକ। ଭୁଲ ନଥିଲେ ଅନୁଭବ ଆସେନି। ଯେଉଁ ଲୋକ ଭୁଲ କରିବାକୁ ଭୟ କରେ ସେ କେବେ ନୂଆ କିଛି ଶିଖିପାରେନି, କିଛି କରିପାରେନି। ତେଣୁ ଭୁଲକୁ ଭୟ କରନି, ଭୁଲରୁ ଶିଖ। ସମାଜ ହେଉଛି ଜୀବନର ସବୁଠାରୁ ବଡ଼ ଧନ। ଟଙ୍କା ହାରିଗଲେ ଫେରିପାରିବା, କିନ୍ତୁ ସମାଜ ହାରିଗଲେ ଫେରି ଆସେନି। ତେଣୁ ପ୍ରତିଦିନକୁ ମୂଲ୍ୟ ଦିଅ। ପ୍ରତିଦିନ ଗୋଟିଏ ଛୋଟ ଭଲ କାମ କର, ଗୋଟିଏ ନୂଆ କଥା ଶିଖ, ଗୋଟିଏ ପଦକ୍ଷେପ ସ୍ୱପ୍ନ ପାଇଁ ନିଅ। ତୁମ ସ୍ୱପ୍ନକୁ ଛୋଟ ଭାବନି। ଲୋକେ ହସିଲେ ମଧ୍ୟ ଭୟ କରନି। ଯେଉଁମାନେ ଆଜି ହସୁଛନ୍ତି ସେମାନେ କାଲି ତାଲି ମାରିବେ। ଯଦି ତୁମେ ଅଟକି ରହିଯିବ, ଜୀବନ ସେମାନଙ୍କ ପାଇଁ, ଯେଉଁମାନେ ହାରିଯାଇ ମଧ୍ୟ ପୁଣି ଉଠନ୍ତି। କେବେ କେବେ ଜୀବନ ତୁମକୁ ଏମିତି ଜାଗାରେ ନେଇଯିବ ଯେଉଁଠାରେ ତୁମେ ଏକା ହିଁ ରହିଯିବ। କିନ୍ତୁ ସେ ସମାଜରେ ତୁମେ ନିଜ ସତ୍ୟ ଶକ୍ତିକୁ ଚିହ୍ନିବ। ଏକାପଣ ତୁମକୁ ଭାଙ୍ଗିବା ପାଇଁ ନୁହେଁ, ତୁମକୁ ଗଢ଼ିବା ପାଇଁ ଆସେ। ମନେ ରଖ ଯେ ତୁମ ଜୀବନର କାହାଣୀ ଏବେ ମଧ୍ୟ ଲେଖାଯାଉଛି। ଏହାର ଶିକ୍ଷକ ତୁମେ ନିଜେ। ତୁମେ ଯେପରି ଚିନ୍ତା କରିବ ଠିକ୍ ସେହିପରି ଲେଖିବ। ଯଦି ତୁମେ ଭୟରେ ଲେଖିବ କାହାଣୀ ଛୋଟ ହେବ, ଆଉ ଯଦି ସାହସରେ ଲେଖିବ କାହାଣୀ ମହାନ ହେବ। ତେଣୁ ଆଜିଠାରୁ ନିଷ୍ପତ୍ତି ନିଅ, ମୁଁ ନିଜ ଜୀବନକୁ ବଦଳାଇବି। କାହାର ଅପେକ୍ଷାରେ ରହିବିନି, କାହାର ମନ୍ତବ୍ୟରେ ଭାଙ୍ଗି ପଡ଼ିବି ନାହିଁ। ମୋ ରାସ୍ତା ମୁଁ ନିଜେ ତିଆରି କରିବି। ହୋଇପାରେ ଆଜିର ଏ କଥା ମାନେ ତୋ ମନରେ ଗୋଟିଏ ଛୋଟ ଚିନ୍ତା ଦେଇଯାଏ। ସେ ଛୋଟ ଚିନ୍ତା ହିଁ ଗୋଟିଏ ଦିନ ବଡ଼ ପରିବର୍ତ୍ତନର ମୂଳ ହେବ। ଜୀବନ ଗୋଟିଏ ଦିନରେ ବଦଳେନି, କିନ୍ତୁ ଗୋଟିଏ ଦିନର ନିଷ୍ପତ୍ତି ଜୀବନକୁ ବଦଳାଇ ଦେଇପାରେ। ତୁମେ ଅନମୋଲ, ତୁମ ଜୀବନ ଅନମୋଲ। ଏ ପୃଥିବୀରେ ତୁମ ପରି ଆଉ କେହି ନାହିଁ। ତେଣୁ ନିଜକୁ ଛୋଟ କରନି। ଆକାଶ ଯେତେ ବଡ଼, ତୁମ ସମ୍ଭାବନା ମଧ୍ୟ ସେତେ ବଡ଼। ଗୋଟିଏ ଦିନ ତୁମେ ପଛକୁ ଦେଖି କହିବ, ସେଦିନ ଗୋଟିଏ କଥା ମୋ ଜୀବନ ବଦଳାଇ ଦେଇଥିଲା। ହୋଇପାରେ ସେ କଥା ଏବେ ତୁମେ ଶୁଣୁଛ,
देख जीवन केबे मध्य गोटे दिन में बड़ परिवर्तन आने नहीं, किंतु जीवन को बदल देता निष्पत्ति गोटे मुहूर्त नि जाए। से मुहूर्तटी तुम हाथ में अच्छी, तुम्हें अपेक्षा करुवा से ठीक समझ बाहर को केबे आसब ना। से समझ को तुम्हें निजे सृष्टि करने को पड़ो। जो दिन तुम मन मध्य आसब जे एबे पर्याप्त, एबे मु बदलिबी, से दिन तुम नुआ जीवन आरंभ हो। तुम्हें ए पर्यंत जिते दुख देखुच, जिते असुविधा जरिया जाइच, सेगुड़िक तुमको भांगापी आसी नाला, से मैंने तुमको गढ़ापी आसी। प्रत्येक लुहार मूल्य अच्छी, प्रत्येक विफलतार शिक्षा अच्छी, प्रत्येक अपमान मध्य गोटे लुचि शक्ति अच्छी। तुम्हें सेगुड़िक दंड भाविले दुख पाइब और शिक्षा भाविले शक्ति पाइब। जीवन में केबे केबे सबकिछि अंधार लगे जे आउ आगू किछि ना, किंतु मन रख अंधार हो से समझ जिते तुम भीतर आलोक जलि उठा अपेक्षा करुची। तुम्हें निज उपर विश्वास करें ये आलोक समग्र रास्ता को आलोकित करदेव। तुम्हें कहा सहित तुलना करनी। तुम यात्रा अलग, तुम समझ अलग, तुम कहानी अलग। गछ बढ़ा समझ निए, सूर्य उठा समझ निए, तेणु तुम सफलता समझ नब। देरी होउची बोली अर्थ यह नुहे जे तुम्हें हारुच, तार अर्थ हो तुम्हें तैयारी होच। आज तुम्हें जो पदक्षेप नेब सहीटा हो पारे छोट, किंतु से छोट पदक्षेप आगामी काली बड़ परिवर्तन आनिब। दिन को दिन निजको अल्प अल्प कर भल कर। गत कालीर तुम ठारू आज तुम्हें भल हेले सहीटा ही सफलता। लोके कौन कहे से जीवन बंद करनी। लोकंर कथा बदलिब, किंतु तुम सपन जदि मरीगला सहीटा फेरब ना। तुम्हें निज सपन पर जीवन जीव, निज लक्ष्य पर लड़, निज मनर शांति पर काम कर। केबे हारीगले निजको कह मु शेष होइनी, मु शिखुची। जे पर्यंत तुम्हें चेष्टा करुच से पर्यंत तुम्हें हारी नथिबो। सत्य हार सेते बेले जिते तुम्हें चेष्टा छाड़देव। तो भीतर असीम शक्ति अच्छी। तुम्हें जिते भावुच ताठार बहुत अधिक शक्तिशाली। तो मन हो तुम सबुठ बड़ साथी। जदि तुम्हें निज मन को जीतिले समग्र दुनिया जीति पार। तुम जीवन अनमोल, यह अन्य मानक मंतव्य बर्बाद करनी। तुम जन्म कौन साधारण कारण पर हुईनी। तुमर एक उद्देश्य अच्छी, से उद्देश्य को खोज, से काम कर एवं एमिति जीवन जीव जे गोटे दिन तुम्हें गर्व ही कहीपर मो जीवन सत्य जीची। आज जदि तुम्हें एक कथा शुणुच हो पारे यह जादू नुहे, हो पारे यह तुम जीवन से मुहूर्त जो परिवर्तन आरंभ हो। गोटे कथा, गोटे भावना और गोटे निष्पत्ति, ए तीनोटी मिसी भाग्य को मध्य बदले दे पारे। तेणु निजको गोटे प्रतिज्ञा दियो, भजरे लुकी ना, असुविधार भांगी ना, विफलतार हारी ना। मु चलिबी धीरे हो किंतु चलिबी, कारण जे चालू थाए से गंतव्य को पहुँची। आउ देखिबो गोटे दिन तुम कहानी अन्य कहार प्रेरणा हो। तुम्हें जे जंत्रणा भोगुच सेटा आगामी कालीर कहार आशा हो। तेणु आज हारनी और तुम भविष्य तुम अपेक्षार अच्छी।